ବନ୍ଦେ ମାତରମ୍। ଆଜିର ସଂଘର୍ଷ ବିହାର ମୁଖ୍ୟ ଅତିଥି ଭାବେ ଆମର ଯିଏକି ଆଡଭୋକେଟ ଶ୍ରୀଯୁକ୍ତ ସନ୍ତୋଷ ସାର୍ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି। ତାଙ୍କୁ ସ୍ୱାଗତ ସମସ୍ତଙ୍କୁ ଅନୁରୋଧ କରି ଦୟକରି ସ୍ୱାଗତ କରନ୍ତୁ। ବର୍ତ୍ତମାନ ଆମର ଜାନୁଆରୀ 26ର କାର୍ଯ୍ୟକ୍ରମ ଆରମ୍ଭ କରିବା। ସମସ୍ତେ ଯେତେବେଳେ ଛତ୍ରବାସନ ହବ ନିହାତି ସମସ୍ତେ ମିଳିମିଶିକି ଆମେ ଜାତୀୟ ସଙ୍ଗୀତ ଗାନ କରିବା। ଆଉ ସମସ୍ତଙ୍କୁ ଆମେ ତିରଙ୍ଗା ତଳେ ଶାନ୍ତିର ବାର୍ତ୍ତା ଦେବା। विनायक भारत भाग्य विधाता पंजाब सिंधु गुजरात मराठा द्राविड़ उत्कल बंग विंध्य हिमाचल यमुना गंगा उत्कल जलधि तरंग तब शुभ नामे जागे तब शुभ आशीष मागे गाए तब जय गाथा जनगण मंगलदायक जय हे भारत भाग्य विधाता जय हे जय हे जय हे जय जय हे स्वागत वंदे माता की महात्मा गांधी की महात्मा गांधी की महात्मा गांधी की वंदे 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 बोस की सुभाष चंद्र बोस की सुभाष चंद्र बोस की भारत माता की भारत माता की জাতীয় পিতা মহাত্মা গান্ধী কি জাতীয় পিতা মহাত্মা গান্ধী কি জাতীয় পিতা মহাত্মা গান্ধী কি জাতীয় পতাকা কি জাতীয় পতাকা কি বন্দে 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 করি ଆମ ସମାଜ ପରିବାର ତରଫରୁ ଆମର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସନ୍ତୋଷ ସାର୍ଙ୍କୁ ସେ ଆଜି ଜାନୁଆରୀ 26 ଗଣତନ୍ତ୍ର ଦିବସ ଉପଲକ୍ଷେ ଜୀବନ ବାର୍ତ୍ତା ରଖିବେ। ଆଜି 75ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏଠାରେ ଉପସ୍ଥିତ ଥିବା ବା ମଞ୍ଚାସୀନ ଥିବା ସମସ୍ତ ଭାଇ ଭଉଣୀ ଏବଂ ମୋର ପୂଜ୍ୟ ଗୁରୁଜନ ଏବଂ ଏଠାରେ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ ବା ମୋର ସାନ ଭାଇ ଭଉଣୀ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଯେ ସେମାନେ ମୋ ନିଜକୁ ଧନ୍ୟ ମନେ କରୁଛି। ଆଜି ମତେ ଏଠାକୁ ଏଇ ଯୋଉ ସୁନ୍ଦର ଭାବରେ ଯୋଉ ଆୟୋଜନଟି କରିଛନ୍ତି ଏଠି ମୁଁ ଭାବି ବି ପାରିନଥିଲି ଯୋଉଟା କି ଏତେ ସୁନ୍ଦର ଭାବରେ ଆଉ ଏଇଭଳି ଆୟୋଜନକୁ ରଖିଥିବେ ଏବଂ ଏଥିରେ ମତେ ମତେ ଚିଫ୍ ଗେଷ୍ଟ ହିସାବରେ ଇନଭାଇଟ୍ କରିଥିବାରୁ ମୁଁ ଅତ୍ୟନ୍ତ ଖୁସି ଏବଂ ନିଜକୁ ଗର୍ବ ମନେ କରୁଅଛି। ମୁଁ ଆଜି ସାଧାରଣତନ୍ତ୍ର 75ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ଏତିକି ମୁଁ ଜଣାଇବାକୁ ଚାହୁଁଛି କି ପ୍ରଥମେ ଆମେ ଜାଣିବା ଦରକାର ଯେ ସାଧାରଣତନ୍ତ୍ର ଦିବସ କଣ। ଏହା ହେଉଛି ଏକ ଗଣତନ୍ତ୍ର ଦିବସ। ଗଣ ମାନେ ଲୋକମାନେ, ତନ୍ତ୍ର ମାନେ ଶାସନ। ତେଣୁକରି ସିମ୍ପଲି ୱାର୍ଡରେ ଆମେ କହିବାକୁ ଗଲେ ଗଣତନ୍ତ୍ର ମାନେ ଲୋକମାନଙ୍କର ଶାସନ। ତେଣୁ ଲୋକମାନଙ୍କ ଶାସନ କଣ ତାହା ଆମେ ଜାଣିବା ଦରକାର। ଆମ ପାଖରେ ସମ୍ପୂର୍ଣ୍ଣ ସବୁ ପ୍ରକାର ଅଧିକାର ରହିଛି।
যেহেতু আমি জଣେ ଭାରତର ନାଗରିକ ହିସାବରେ ଆମ ନିଜକୁ ଆମେ ଗର୍ବ ଅନୁଭବ କରିବା ଦରକାର। ଗଣତନ୍ତ୍ର ଆମ ଭାରତର ଶାସନ ହଉଛି ଗଣତାନ୍ତ୍ରିକ ଶାସନ। ଗଣତାନ୍ତ୍ରିକ ଶାସନରେ ଲୋକମାନଙ୍କର ସମସ୍ତ ପ୍ରକାର ଅଧିକାର ରହିଛି। ଲୋକମାନେ ପ୍ରତିଟି ନାଗରିକ ନିଜକୁ ଗଣତନ୍ତ୍ର ହିସାବରେ ଗର୍ବିତ ଅନୁଭବ କରିବା ଉଚିତ। ଏଇଆ ଯେ ଗୋଟିଏ ଏଠାରେ ଯେକୌଣସି ପୋଲିସ ଅଫିସରଟିଏ ହୁଅନ୍ତୁ ବା ଆଇନଜୀବୀଟିଏ ହୁଅନ୍ତୁ ବା କୌଣସି ପଦପଦବୀର ଲୋକଟିଏ ହୁଅନ୍ତୁ, ତାଙ୍କର ଯେତିକି ଅଧିକାର ଅଛି ଗୋଟେ ସାଧାରଣ ନାଗରିକ ତାର ମଧ୍ୟ ସେତିକି ଅଧିକାର ଅଛି। କୌଣସି ଜାଗାରେ ଆପଣ କହିପାରିବେ ନାହିଁ ଯେ କୌଣସି ରାଷ୍ଟ୍ରପତି ତାଙ୍କର 2 ଖଣ୍ଡ ଭୋଟ କି ଜଣେ ମୁଁ ସାଧାରଣ ନାଗରିକ, ମୁଁ ମୂଲିଆ ଶ୍ରେଣୀର ଲୋକ, ମୋର ଖଣ୍ଡିଏ ଭୋଟ, ତାହା ନୁହେଁ। କେବେ ନିଜକୁ ଆପଣ ନିଜେ ଛୋଟ ମନେ କରିବେ ନାହିଁ। ସବୁ ପ୍ରକାର ଅଧିକାର ଆପଣଙ୍କୁ ମୁଁ ୟା ଉପରେ ଏତିକି କହିବା ପାଇଁ ଯାଉଛି। ଆମର 1947 ମସିହା ଅଗଷ୍ଟ 14 ତାରିଖ ଦିନ ରାତିରେ ଆମର ଦେଶ ସ୍ୱାଧୀନ ହେଲା। ଯେହେତୁ 12ଟା ପରେ ହେଇଯାଇଥିଲା, ତେଣୁକରି ଆମର ଅଗଷ୍ଟ 15 ତାରିଖ 1947 ମସିହାକୁ ଆମର ପ୍ରଥମ ସ୍ୱାଧୀନତା ଦିବସ ଭାବେ ପାଳିତ ହେଲା। କିନ୍ତୁ ଆମେ ସିନା ଦେଶ ସିନା ସ୍ୱାଧୀନ ହେଇଗଲା, ଦେଶ ସିନା ଆମେ ଇଂରେଜ ମାନଙ୍କ କବଳରୁ ଆମେ ସୁରକ୍ଷା ପାଇଗଲେ, ପରାଧୀନ ହେଇକି ଥିଲା ସେ ପର୍ଯ୍ୟନ୍ତ। ତାପରେ ଯେହେତୁ ଆମେ ସ୍ୱାଧୀନ ସିନା ହେଇଗଲେ, କିନ୍ତୁ ସେ ପର୍ଯ୍ୟନ୍ତ ଇଂରେଜ ମାନଙ୍କର ତାଙ୍କର ଯୋଉ ରୀତିନୀତି, ତାଙ୍କ ଆଇନ ସବୁ ଜିନିଷ ମାନେ ଜାରି ରହିଥିଲା। ତେଣୁକରି ସେଥିପାଇଁ ଆମର ସମ୍ବିଧାନ ସ୍ଥାପନ କରାଗଲା ଏବଂ ସମ୍ବିଧାନ ସ୍ଥାପନ କରିବା ପାଇଁ ଆମକୁ ଗୋଟିଏ ଦିନ ବା 2 ଦିନ ଲାଗିନଥିଲା। ସେ ସମୟରେ ତତ୍କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ, ସମ୍ମାନୀୟ ରାଜେନ୍ଦ୍ର ପ୍ରସାଦ ଏବଂ এই ସମ୍ବିଧାନ ଗଠନ କରିବାର ଦାୟିତ୍ୱ ଦେଇଥିଲେ ମାନ୍ୟବର ଡକ୍ଟର B.R. ଆମ୍ବେଦକର, ଭୀମରାଓ ଆମ୍ବେଦକରଙ୍କୁ। ଏବଂ এই ସମ୍ବିଧାନ ଗଠନ ପାଇଁ 2 ବର୍ଷ 11 ମାସ 18 ଦିନ କାଳ ଲାଗିଥିଲା। ସମ୍ବିଧାନ କଣ ନା, ସମ୍ବିଧାନ ହଉଛି ସେତେବେଳେ ଯୋଉ ଥିଲା ଇଂରେଜ ମାନଙ୍କ ଶାସନ ଥିଲା, ଇଂରେଜ ମାନଙ୍କ ଶାସନ ପିରିୟଡରେ ତାଙ୍କର ଯାହା ରୀତିନୀତି ଏବଂ ଆଇନ ଯୋଉଟା କି ତାଙ୍କୁ ସୁହାଇଲା ଭଳି ସେଇ ଜିନିଷ ସବୁ ଥିଲା, ଏହାକୁ ଚେଞ୍ଜ କରିବା ପାଇଁ ଆମକୁ 2 ବର୍ଷ 11 ମାସ 18 ଦିନ ଲାଗିଥିଲା। ଏହାର ଦାୟିତ୍ୱ ଆମର ଡକ୍ଟର ଭୀମରାଓ ଆମ୍ବେଦକର ତାଙ୍କୁ ଦିଆଯାଇଥିଲା। ଏବଂ ଯାହା ଆମର ରୀତିନୀତି ଆଇନ ତାକୁ ଆମର ଆଜି ପର୍ଯ୍ୟନ୍ତ ଜାରି ରହିଛି, ଯୋଉଠି ଆବଶ୍ୟକ ସ୍ଥଳେ କିଛି କିଛି ଜାଗାରେ ପରିବର୍ତ୍ତନ କରାଯାଉଛି। କାରଣ ଆମେ ଯୋଉଟା ଦେଖୁଛେ, ଯୋଉ ଆଇନ ବି ଦେଖୁଛେ, ସେଇଟା ସମସ୍ତଙ୍କୁ ସୁହାଇବା ଭଳି। ଏବଂ ଆପଣଙ୍କୁ ଯୋଉଟା ଛୋଟ ଜିନିଷ ମୁଁ କହିବି, ଯୋଉଟା କି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ଲାଗିବ। କଣ ନା, ଗୋଟିଏ ଜିନିଷ ହେଲା, ଲୋକମାନେ ଆପଣ ଗଣତାନ୍ତ୍ରିକ ଦେଶରେ ଆପଣ ନାଗରିକ ହେଇ ଆପଣ ନିଜକୁ ଗର୍ବ ଅନୁଭବ କରନ୍ତୁ ଏବଂ ନିଜକୁ କେବେ ଛୋଟ ଭାବନ୍ତୁ ନାହିଁ ଯେ ସିଏ ରାଷ୍ଟ୍ରପତି, ସିଏ ପୋଲିସ, ସିଏ ଆଇନଜୀବୀ, ସିଏ ନେତା, ସିଏ ମନ୍ତ୍ରୀ, କିଏ ଜାଣେ କାଲି ଆପଣ ମାନଙ୍କ ଭିତରୁ କିଏ ଯେ ନେତା ହୋଇ କିଏ ରାଷ୍ଟ୍ରପତି ହେଇ ନଥିବ, ତାହା କେବେ ବି ଆପଣ ନିଜକୁ ଛୋଟ ଭାବିବେ ନାହିଁ। ପ୍ରତି ମଣିଷର ସମାନ ଅଧିକାର ରହିଛି। ଆମେ ଯୋଉ ଭୋଟ ଟିଏ ଦଉଛେ, ଭୋଟ ଟିକୁ ମଧ୍ୟ ଆପଣ ଛୋଟ ବୋଲି ଭାବିବେନି। ପ୍ରତି ନାଗରିକର ଭୋଟର ଭ୍ୟାଲୁ ହଉଛି ସମାନ। ତେଣୁ ନିଜକୁ କୌଣସି ବି ପରିସ୍ଥିତିରେ ନିଜକୁ ଛୋଟ ଭାବନ୍ତୁ ନାହିଁ, ଏଇଟା ପ୍ରଥମ। ସେକେଣ୍ଡ ଜିନିଷ ହେଲା, କିଛି ଲୋକମାନଙ୍କର ଯୋଉ ଭୟଭୀତ ହଉଛନ୍ତି ଯେ ଆମକୁ ସେ ପୋଲିସ ଅଫିସର ଆମକୁ ସେ ବିନା କାରଣରେ ସେ ଆମକୁ ଚାହିଁଲେ ମଧ୍ୟ 5 ଦିନ ବସେଇ ଦେଇପାରିବେ, ଚାହିଁଲେ ମଧ୍ୟ ଆମକୁ ବିନା କାରଣରେ ଆରେଷ୍ଟ କରିଦେଇ ପାରିବେ। ସେ ଜିନିଷ ମନ ଭିତରେ ଟୋଟାଲ ଭୟ ଭୁଲି ଯାଆନ୍ତୁ। ନାଗରିକ ହିସାବରେ କେତେକ ଜିନିଷ ରହିଛି, ଆମେ ଆପଣ ଆଇନ ଜୀବୀ ନହେଲେ ମଧ୍ୟ, ପୋଲିସ ଅଫିସର ନହେଲେ ମଧ୍ୟ, ସାଧାରଣ ନାଗରିକ ହିସାବରେ ଭାରତର ନାଗରିକ ହିସାବରେ କେତେକ ଜିନିଷ ରହିଛି ଯୋଉଟା କି ଆପଣ ନିହାତି ଜାଣିବା ଦରକାର। ଯଦି ଗୋଟେ ପୋଲିସ ଅଫିସର ବିନା କାରଣରେ ଆପଣଙ୍କୁ ଡିଟେନ୍ କରୁଛି, ତେବେ ଆପଣ ପଚାରି ପାରିବେ, ଆଜ୍ଞା ମତେ କଣ ପାଇଁ ଆପଣ ମତେ ଡିଟେନ୍ କରୁଛନ୍ତି ବା କଣ ପାଇଁ ମତେ ଆପଣ ବାନ୍ଧିକି ରଖିଛନ୍ତି, ମୁଁ କି ଅପରାଧ କଲି, ଏଇଟା ଆପଣ ପଚାରି ପାରିବେ। ଆପଣ ଭାରତର ନାଗରିକ ହିସାବରେ ଆପଣ ଏତିକି କରିପାରିବେ। ଏତିକି କହି ମୋର ବକ୍ତବ୍ୟ ମୁଁ ଶେଷ କରୁଛି। ଧନ୍ୟବାଦ। ଜୟ ହିନ୍ଦ। ବହୁତ ବହୁତ ଧନ୍ୟବାଦ। ସମସ୍ତେ କଥା ଦେଇକି ସାର୍ଙ୍କୁ ଯାଇଥିଲି, ଯୋଉଟା କି ଆମର କିଛି ବିଶୃଙ୍ଖଳା ହେଇଥିଲା, ଆପଣ ସମସ୍ତେ ଅବଗତ ଅଛନ୍ତି। ଆଉ ସନ୍ତୋଷ ସାର୍ ନିଜେ ଆମକୁ ବେଲ୍ ଦେଇଥିଲେ, ତେଣୁକରି ସାର୍ଙ୍କ ପାଇଁ ପୁଣି ଥରେ ଦରକାର ହେଇଥିଲା।
ବର୍ତ୍ତମାନ ଆମର ଯାହା ବି ସୁବିଧା ଅସୁବିଧା ଭଲ ମନ୍ଦ ହବ ସାର୍ଙ୍କ ଦାୟିତ୍ୱରେ ଅଛି। ଯାହା ବି ଛୋଟିଆ ହଉ ବଡ ହଉ ଭଲ ମନ୍ଦ କାହିଁକିନା ତାଙ୍କର ଆମେ ଆଦେଶ ଅନୁସାରେ ଚାଲୁଛୁ। ଯାହା ବି ସୁବିଧା ଅସୁବିଧା କାହିଁକିନା ସମସ୍ତଙ୍କ ପାଇଁ ମଙ୍ଗଳ ଚିନ୍ତା କରୁଛନ୍ତି ଆଉ ତାଙ୍କର ବହୁତ କିଛି ତାଙ୍କୁ ଆମର ଶିକ୍ଷାରେ ଅଛି। ସିଏ ତାଙ୍କ ଇଶାରାରେ ଆମେ ଚାଲୁଛୁ ଯେ ଯାହା ବି ସେ କରିବେ ନିହାତି ଆମ ପାଇଁ ସମସ୍ତେ ମଙ୍ଗଳ ପାଇଁ କରିବେ। ଆଉ ଆଜି ଆମ ଘରେ ରହିଥିବାରୁ ଆମେ ନିଜକୁ ଧନ୍ୟବାଦ କରୁଛୁ। ତେଣୁକରି ମୋ ତରଫରୁ ସାର୍ଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମୁଁ ଅନୁରୋଧ କରିବି ଆମର ସୁଶାନ୍ତ ଭାଇ ଯିଏକି ସବୁ କିଛି ଦାୟିତ୍ୱ ବୁଝୁଛନ୍ତି ଆଉ ସିଏ ଆଜି ଏଇ ସ୍ୱାଧୀନତା ଆଜି ଗଣତନ୍ତ୍ର ଦିବସରେ କିଛି ଦିପଦ କହିବେ। ଜୟ ଜଗନ୍ନାଥ। ସମସ୍ତଙ୍କୁ ମୋର ସାନ ବଡ଼ ଭାଇ ଭଉଣୀ ବା ଗୁରୁଜନ ମାନଙ୍କୁ ମୋର ପ୍ରଥମେ ନମସ୍କାର ଆଉ ସାନମାନଙ୍କୁ ମୋର ଶ୍ରଦ୍ଧା। ଆଜି 75ତମ ସାଧାରଣତନ୍ତ୍ର ଦିବସରେ ଆମେ ଏ ଜାଗାରେ ଆଜି ଛିଡ଼ା ହେଇଛନ୍ତି। ଏ ଜାଗାରେ ଆମେ ଯାହା ବି କରୁଛେ ସମସ୍ତଙ୍କ ପାଇଁ ଆମେ କିଛି ନା କିଛି କରିବା ପାଇଁ ଗୋଟେ ଆଶା ବିଶ୍ୱାସ ନେଇକି ଆମେ ଏଠି ଆରମ୍ଭ କରିଛେ। ମୁଁ ପ୍ରଥମେ ତ ଏ ଯେଉଁ ଆୟୋଜନ ଏଠି ଆମେ ଯାହା କରିଛେ ଆମେମାନେ ତ ଯାହା ଆରମ୍ଭ କରିଛେ କିନ୍ତୁ ଆରମ୍ଭର ମଝିରେ ଏମିତି ପରିସ୍ଥିତି ଆସିକି ଆମ ପାଖରେ ପହଞ୍ଚିଥିଲା ଯେ ତାର ପୂର୍ଣ୍ଣଚ୍ଛେଦ ବି ଆସିଯାଇଥିଲା। ତ ମୁଁ ସାର୍ଙ୍କୁ ପୁନର୍ବାର ଆଉ ଥରେ ଧନ୍ୟବାଦ ଜଣାଉଛି। ସମସ୍ତଙ୍କ ତରଫରୁ ମୁଁ ମଧ୍ୟ ଧନ୍ୟବାଦ ଜଣାଉଛି। ଯଦି ଆଜି ଆପଣମାନେ ଏଠି ଛିଡ଼ା ହେଇଛନ୍ତି ବା ମୁଁ ଛିଡ଼ା ହେଇଛି ଯୋଉଟାକି ଅବିଶ୍ୱାସନୀୟ କଥା, ଯୋଉ ଜିନିଷ ବି ହେଇଥିଲା ଆପଣମାନେ ଜାଣିଛନ୍ତି। ଗୋଟେ ମୁହୂର୍ତ୍ତ ଗୋଟିଏ ମୁହୂର୍ତ୍ତରେ ସାର୍ ତାକୁ ସମାଧାନ କରିଥିଲେ। ତେଣୁକରି ତାଙ୍କ ପାଖରେ ସଦାସର୍ବଦା ଆମେ ଚିର ଋଣୀ ରହିବା। ନିକଟ ଭବିଷ୍ୟତରେ ମଧ୍ୟ ଯାହା ବି ହବ ଆମର ତ ମାନସ ଭାଇ କହିଲେ ନିକଟ ଭବିଷ୍ୟତରେ ଯାହା ବି ହବ ଆମେ ସାର୍ଙ୍କ ମାର୍ଗଦର୍ଶନ ହିସାବରେ ଆମେ କାର୍ଯ୍ୟ କରିବା। ଆଜି ଯେତିକି ଭାଇମାନେ ଆସିଛନ୍ତି ଆଉ ଯୋଉମାନେ ବି ନ ଆସିଛନ୍ତି ଆମେ ତିରଙ୍ଗା ତଳେ ଶପଥ ଗ୍ରହଣ କରୁଛେ ତ ସମସ୍ତେ ମିଶି ଶପଥ ନେବା ଯେ ଆଗକୁ ଆମେ ଏମିତି ଆହୁରି ଆଗେଇବା। ନିଶ୍ଚିତ ଭାବରେ ଆମେ କିଛି ନା କିଛି ସମାଜର କଲ୍ୟାଣ ପାଇଁ ଆମେ କାର୍ଯ୍ୟ କରିବା। ଆମର ରାଜ ଭାଇଙ୍କୁ ଡାକିବି। ରାଜ ଭାଇ କୋଉଠି ଅଛନ୍ତି? ରାଜ ଭାଇ ଅଛନ୍ତି। ରାଜ ଭାଇ କିଛି ପଦ କହିବେ। ଆମର ସାର୍ଙ୍କୁ ବି ଚିହ୍ନିଥାନ୍ତୁ। ଆମର କାଲି ନା ଆଜି ନିଶ୍ଚିତ ଭାବରେ ସୁବିଧା ବି ହବ ଅସୁବିଧା ବି ହବ। ଆମେ ସମସ୍ତେ କିଛି ନା କିଛି ଆଶ୍ରୟ ତାଙ୍କ ତଳେ ଆମେ ନେଇକି ଚଳିବା। ତେବେ ଆମ ରାଜ ଭାଇ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ହଉଛି 26ତମ 75ତମ ଜାନୁଆରୀ 26 ବା ଗଣତନ୍ତ୍ର ଦିବସ। ଯାହା ବି ହବ ଆଜି ବହୁତ ଖୁସି ଲାଗୁଛି ଯେ ଆଜି ଆମେ ଏଇ ଯୋଉ ସଂଘର୍ଷ ବିହାର ଗାଁ ଦେଇଛନ୍ତି, ସଂଘର୍ଷ ବିହାର ଗାଁ ଦେଇଛନ୍ତି ଏଥିପାଇଁ ନାଁଟା ରଖିଛନ୍ତି ଯେହେତୁ ଆମେ ସଂଘର୍ଷ କରିକି ଏ ଜାଗା ଉପରେ ଆଜି ଛିଡ଼ା ହେଇଛନ୍ତି। ସେଥିପାଇଁ ଆମେ ନାଁଟା ଦେଇଛନ୍ତି ସଂଘର୍ଷ ବିହାର। ତ ଏଇଟା ହଉଛି ଆମର 1 ଜାନୁଆରୀ 26 ବା ସାଧାରଣତନ୍ତ୍ର ଦିବସ ଯେମିତି ଆମେ ପାଳନ କରୁଛନ୍ତି। ଯାହା ହଉ ବହୁତ ଖୁସି ଲାଗିଲା ଯେ ଫାର୍ଷ୍ଟ ଟାଇମ୍ ଆମେ ବହୁତ କିଛି କରିଛନ୍ତି ଆଉ ଯାହା ବି ଯେତିକି ହେଇଛି ବହୁତ ଭଲ ବି ହେଇଛି। କିନ୍ତୁ ଆଗକୁ ତ ଆମର ଯଦି ଏଇ ଏକତା ରହିବ, ଏକତା ହିଁ ହଉଛି ବଳ। ଏକତା ହିଁ ହଉଛି ବଳ। ଯଦି ଆମର ଏକତା ରହିବ ତ ଏମିତି ଆମେ ପ୍ରତ୍ୟେକ ବର୍ଷ ଏଇଠି ଆମେ ଏଇ ଜାନୁଆରୀ 26 ବା ସାଧାରଣତନ୍ତ୍ର ଦିବସ ଆମେ ପାଳନ କରିବା। ଆଉ ଯଦି ଆମ ଭିତରେ ଏକତା ନ ରହିବ ତାହେଲେ ଏଇ ବର୍ଷ ଆମେ ଏଇଠି ଦେଖିଛନ୍ତି କରିଛନ୍ତି, କାଲି ସକାଳେ ଆମେ ଏଇଠି କେହି ବି ନଥିବା। ସମସ୍ତଙ୍କୁ ମୋର ଗୋଟିଏ ଅନୁରୋଧ, ଏକତା ହିଁ ବଳ। ଏକତା ହିଁ ଯଦି ଲଢେଇ କରିବା ତାହେଲେ ନିହାତି ଆମେ ସକ୍ସେସ୍ ହେବା। ଏଇ ବର୍ଷ ଯେମିତି ଆମେ ସବୁ ଛିଡ଼ା ହେଇଛନ୍ତି, ଯେମିତି ଆମେ ପାଳନ କରୁଛନ୍ତି ଗୋଟେ ଖୁସି ବାସିରେ ସକାଳୁ ଆସିକି ଏଇଠି ପାଳନ କରୁଛନ୍ତି, ପ୍ରତ୍ୟେକ ବର୍ଷ ଏଇଠି ଏଇ ଜାଗାରେ ଆମେ ପାଳନ କରିପାରିବା। ତ ସେଥିପାଇଁ ମୁଁ ଆଉ ଅଧିକ କିଛି କହିବା ପାଇଁ ଚାହୁଁନି। ବାକି ଆମର ସୁଶାନ୍ତ ଭାଇ ତ କହିଛନ୍ତି ଆଉ ଆମର ମାନସ ଭାଇ ଅଛନ୍ତି, ସେ କିଛି ବିପଦ କହିବେ। ଅବଗତ କରାଯାଉଛି ସାର୍ଙ୍କ ନାଁ ହଉଛି ଶ୍ରୀଯୁକ୍ତ ସନ୍ତୋଷ କୁମାର ଅନ୍ତର୍ଭୁକ୍ତି। ଆଉ ଯାହା ବି ଆପଣଙ୍କର ସୁବିଧା ଅସୁବିଧା ହଉଛି ଆଉ ଆପଣମାନେ ଜଣେଇପାରେ ଯାହା ବି anyone case
ସବୁ ସାର୍ ହ୍ୟାଣ୍ଡେଲ କରୁଛନ୍ତି। ଆପଣ ନିହାତି ସଂକୋଚ ନ କରିକି ଆଉ ନିଜର ଭାବିକି ଯାଇକି ଆପଣ କାମ କରିବେ। ସାର୍ ମଧ୍ୟ ଆପଣଙ୍କୁ ନିଜର ଭାବିକି ସବୁ କିଛି ସାହାଯ୍ୟ କରିବେ। ସାର୍ଙ୍କ ପାଇଁ ଭୁଲ କରି 2015 ହେଇଯାଉ। এই সংঘর্ষ এই দম ଆଉ এই ଏନର୍ଜି ଦେଇକି ଆମେ ଆଗକୁ ତେଣୁକରି ସବୁବେଳେ ଏନର୍ଜି ରହିବା ଦରକାର। ଆଜି ହଉଛି 75ତମ ଗଣତନ୍ତ୍ର ଦିବସ। ସେ ଦିବସ ଉପଲକ୍ଷେ ସମସ୍ତଙ୍କୁ ମୋ ତରଫରୁ ଆଉ ମୋ ପରିବାର ତରଫରୁ ହାର୍ଦ୍ଦିକ ହାର୍ଦ୍ଦିକ ଶୁଭକାମନା ଆଉ ଗୁରୁଜନ ମୋର ଘନିଷ୍ଠ ପ୍ରଣାମ। ଆଜି ଭଳିଆ ଦିନ ସାରା ଦେଶରେ ସମସ୍ତଙ୍କ ମୁଣ୍ଡ ଉପରେ ତିରଙ୍ଗା ପତାକା ଝୁଲୁଛି। ତାଳି ପଡ଼ିବା ପାଇଁ ସମସ୍ତେ ଠିଆ ହେଇଛେ। এই ତିରଙ୍ଗା ପତାକାର ମାନେ ଆପଣ ସମସ୍ତେ ବହୁତ କିଛି ବି ଜାଣିଥିବେ, ଅଳ୍ପ ବହୁତ କିଛି, ଆଉ ମୁଁ ସେ ବିଷୟରେ ବି କିଛି କହିବାକୁ ଚାହୁଁନି। କିନ୍ତୁ ଗୋଟେ କଥା କହିବି, ଯେମିତି ଆମେ ତିରଙ୍ଗା ପତାକାକୁ ସମ୍ମାନ କରୁଛୁ ସେମିତି ନିଜ ମାଟିକି ମଧ୍ୟ ସମ୍ମାନ କରୁଛୁ। ତ ନିଜ ଘର ନିଜ ପରିବାରକୁ ଯେମିତି ଆମେ ନିଜର ଭାବୁଛୁ ସେଭଳିଆ ତିରଙ୍ଗା ପତାକା ବି ନିଜର ଭାବୁଛୁ। ଆଜିଠୁ ଏଇ ଯୋଉ ସଂଘର୍ଷ ବିହାର ପରିବାର ସମସ୍ତେ ଏକତ୍ରିତ ହେଇକି ଗୋଟେ ସଂଘର୍ଷ ଜାରି ରଖିଛନ୍ତି ଯେ ଆଗକୁ ସମସ୍ତେ ମିଳିମିଶି ଆମେ ଏଇ ସଂଘର୍ଷରେ ପାଦ ଧୋଇ ସଫଳ ହାସଲ କରିବା। ସେ ସଫଳ କେମିତି ସଫଳ ଭାବେ ଆମେ ପାଦ ଛୁଇଁ ପାରିବା ସେଇଟା ଆମର ଲକ୍ଷ୍ୟ। ଆଉ ଏଇ ଲକ୍ଷ୍ୟ ପଥରେ ସମସ୍ତେ ଆସୁଛନ୍ତି। କିଛି ଭାଇ ଆସୁନାହାନ୍ତି, କିଛି ମା ଭଉଣୀ ଆସୁନାହାନ୍ତି। ଦିନ ଆସିବ ଏଇ ସଂଘର୍ଷ ବିହାରରେ ଯୋଉମାନେ ଆଗରେ ଆସି ଠିଆ ହେଉଛନ୍ତି ନିହାତି ତାଙ୍କ ପାଇଁ ସମସ୍ତେ ଗୁଣ ଗାଇବେ ଆଉ ତାରି ନାଁ କରିବେ। ସମସ୍ତେ ଯେତିକି ଭାଇ ଭଉଣୀ ଅଛନ୍ତି ମା ମାନେ ଅଛନ୍ତି। ଆମେ କାହା ପାଇଁ କିଛି କରିପାରୁନେ, କିନ୍ତୁ ଯଦି ଅନ୍ୟ ଲୋକ ପାଇଁ ଯଦି କିଛି ବି ଅଧଘଣ୍ଟା କିମ୍ବା ଘଣ୍ଟାଏ ସମୟ ଦେଇକି ତାদের କିଛି ଉପକାର କରିପାରୁଛେ ତ ନିହାତି ନିଜକୁ ଆମେ ଧନ୍ୟ ମନେ କରିବା। ସାହାଯ୍ୟ ଆଉ ସହଯୋଗ ଆଉ ଭଲ ପାଇବା ଏଇଟା ସମସ୍ତଙ୍କ ପାଖରେ ଅଛି, କିନ୍ତୁ କିଏ ଚାହୁଁଛି କରୁଛି, କିଏ ଚାହୁଁଛି କରୁନି। ତିରଙ୍ଗା ପତାକା ତଳେ ଆମେ ଶପଥ ନେଇ କହୁଛୁ ଯାହା ବି ବାଧା ବିଘ୍ନ ଆସୁ, ଯେତେ ଅସୁବିଧା ସମ୍ମୁଖୀନ ହଉ ସମସ୍ତେ ମିଳିମିଶି ଆଜି ଆମେ ସାମ୍ନା କରିବା। ବନ୍ଦେ 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 भारत माता की भारत माता की भारत माता की ଯାଉ ସମସ୍ତେ ଖୁସି ଲାଗେ। ସମସ୍ତେ ଆଜି ଉପସ୍ଥିତ ଅଛନ୍ତି ଆଉ ବହୁ ସଂଖ୍ୟକ ନାହାନ୍ତି, ଯେତିକି ବି ଅଛନ୍ତି ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ବର୍ତ୍ତମାନ ଆମର ଯେ ବି ଆମର ଆର୍ଟ କରିଥିଲେ ଯୋଉ ଫୁଲ ସଜେଇଥିଲେ ମୁଁ ଅନୁରୋଧ କରିବି ସେମାନେ ଟିକେ ଆସିକି ଠିଆ ହେଇଛି ଆମର ଭାଇକୁ। ଭାଇ ହେଲେ ରଘୁନାଥ ନାୟକ ଆଉ ଗୋଟେ ହେଲେ ମୁନା। ଯେତିକି ସାଜସଜା ହେଇଛି ଯୋଉ ରିପବ୍ଲିକରେ ଲେଖା ହେଇଛି ଆଉ ଆମର ଭାରତ ମାନଚିତ୍ର ହେଇଛି 2024 ଲେଖା ହେଇଛି ସଂଘର୍ଷ ବିହାର ଲେଖିଛନ୍ତି। ତ ଏ ଦୁଇ ଭାଇ ମୁନା ଭାଇ ଆଉ ରଘୁ ଭାଇ ପାଇଁ ଜୋରଦାର ଟିକେ ବର୍ତ୍ତମାନ ଏତେ ସୁନ୍ଦର ସାଜସଜା ଆମେ ଭାବିନଥିଲୁ ଯେ ଏତିକି ମଧ୍ୟ ଆମେ ଆମ ଘରରେ ଅଛନ୍ତି ଭାଇମାନେ ଯୋଉମାନେ କି ତାଙ୍କର କଳା ଅଛି, କିନ୍ତୁ ସେ ଆମକୁ ଦେଖିନଥିଲେ, କିନ୍ତୁ ଆଜି ଦେଖି ବହୁତ ବି ଖୁସି ଲାଗୁଛି। ଆଉ ତେଣୁକରି ଭାଇମାନଙ୍କୁ ବି ନିଜକୁ ପ୍ରାଉଡ ଫିଲ୍ ମଧ୍ୟ ମନେ କରୁଛି। ଆଉ ଯୋଉମାନେ ବି ଫୁଲ ସଜ କରୁଥିଲେ ଦୟାକରି ଆସିକି ଠିଆ ହେଇ ପଡନ୍ତୁ। ଆମର ଭଉଣୀ ମାନେ ମା ମାନେ ସେମାନେ ଆସିକି ଫୁଲ ଉପରେ ଠିଆ କରୁଥିଲେ, ଆସନ୍ତୁ। ଆମର ଭଉଣୀ ମାନେ ମୁଁ ତ କିଛି ଜଣଙ୍କର ନାଁ ଜାଣିଛି, କିଛି ଜଣଙ୍କର ନାଁ ଜାଣିନି ହେଲା, ତେଣୁକରି ମୁଁ ଖାଲି ନାଁ ପଚାରିଦେବି। ଆଉ ଭଉଣୀଙ୍କ ନାଁ ହଉଛି ପୁଷ୍ପା ଭଉଣୀ, ସୁରତା ଭଉଣୀ, ବର୍ଷା ଭଉଣୀ, କନେଇ ଭଉଣୀ, ବିଜୟ ଭଉଣୀ। ଏ ଭଉଣୀଙ୍କ ପାଇଁ ଜୋରଦାର କଣ ପାଣି ଯାଉ ଅନୁରୋଧ କରିବି ଧୀରେ ଧୀରେ ଯାଇକି ଜାଗା ଭଲ ଯିବେ। ମୁଁ ଅନୁରୋଧ କରିବି 50 ଜଣିଆ କମିଟି ଆସିକି ଟିକେ ସାମ୍ନା ଠିଆ ହେବେ ପାଇଁ କୁହାଗଲା, କିନ୍ତୁ ଭିତରୁ ମାରି ଅଛି ତାଙ୍କର ବହୁତ ଜୋଶ ଅଛି। ସମସ୍ତଙ୍କୁ ଅନୁରୋଧ କରିବି ଆଜି ଗଣତନ୍ତ୍ର ଦିବସ ଉପଲକ୍ଷେ ଯୋଉ 50 ଭାଇ ସଂଘର୍ଷ ବିହାର ପରିବାରକୁ ସୁରକ୍ଷା ଦଉଛନ୍ତି ସବୁ କ୍ଷେତ୍ରରେ
କାମଟା ଆରମ୍ଭ କରିକି ଭାଇମାନଙ୍କର ବା ଭଉଣୀମାନଙ୍କର ମା ମାନଙ୍କର ପ୍ରୋଟେକ୍ସନ ଦଉଛନ୍ତି ନିହାତି ସେମାନେ ଧନ୍ୟବାଦର ପାତ୍ର। ତେଣୁକରି ମୁଁ ଅନୁରୋଧ କରି ସମସ୍ତ ମା ମାଉସୀ ଏବଂ ଭାଇମାନଙ୍କୁ ଜୋରଦାର ମହୋଦୟ ଦେଇ ସ୍ୱାଗତ କରନ୍ତୁ। ଆଉ ଟିକେ ଜୋର ହଉ କାହିଁକିନା ଭାଇମାନେ ବହୁତ ପରିଶ୍ରମ କରୁଛନ୍ତି। ନିହାତି ତାଙ୍କ ପରିଶ୍ରମର ମୂଲ୍ୟ ଆମେ ଦେଇପାରିବାନି, କେବଳ ମହୋଦୟ ଦେଇ ତାଙ୍କୁ ସାନ୍ତ୍ୱନା ଦେବୁ। ଯାହା ବହୁତ ଖୁସି ଲାଗୁଛି ଭାଇମାନେ କଥା ବିପଦ କହିଲେ ସାଙ୍ଗେ ସାଙ୍ଗେ କଥା ରଖିକି ଆଗକୁ ଆସୁଛନ୍ତି। ସେଇଟା ହିଁ ବଡ କଥା। କେହି କାହାକୁ ଦରମା ଦିଆଯାଉନି, କାହାକୁ ଟଙ୍କା ଦିଆଯାଉନି, କିନ୍ତୁ ଭାଇମାନଙ୍କର ଭଲ ପାଇବା ଅଛି এই সংঘর্ষ বিহার প্রতি। সংঘর্ষ বিহার সমস্ত মা মাউসী ও ভাইମାନଙ୍କ প্রতি সেই ভাল পাইবা সকলে জারি রহে। বন্দে মাতরম। সংঘর্ষ বিহার কি জয়, সংঘর্ষ বিহার কি জয়, সংঘর্ষ বিহার কি জয়। ସମସ୍ତଙ୍କୁ ଅନୁରୋଧ କରିବି ନିଜ ନିଜ ଜାଗାରେ ଠିଆ ହେବା। ମୁଁ ବର୍ତ୍ତମାନ ଅନୁରୋଧ କରିବି ଆମ ସଂଘର୍ଷ ବିହାର ଜଣେ ଭଉଣୀ ଆଉ ବିଶ୍ୱଜିତା ଭଉଣୀ, ସିଏ ଆଜି এই জানুয়ারি 26 গণতন্ত্র দিবসে কিছু বিপদ কইবে। সম্মানীয় মোর এখানে উপস্থিত থিবা সমস্ত ভাই ও ভৌণী মানে মো মা মাউসী সাথী বড় ভাই ভৌণী ছোট ছোট পিলা মানে নমস্কার স্নেহ বড় ভাই ভৌণী মানে মোর নমস্কার। আজ হেউছি 75তম স্বাধীনতা দিবস। আজ এই দিনটাকে আমি কাহিকি পালন করছে, কাহিকি মনে রাখি আসুছে না পূର୍ବରୁ ଆମେ ଇଂରେଜ ସରକାର ପାଖରେ ଯୋଉ ଅସାଧାରଣ ଭାବେ ସବୁ ଗାଳି ଗୁଲଜ ମାଡ଼ ଇଏ ସବୁ ଖାଇକି ରହୁଥିଲେ, ସେଥିରୁ ଆମେ ଉଦ୍ଧାର ପାଇଛେ। କେଉଁମାନେ ଆମକୁ ଉଦ୍ଧାର କରିଛନ୍ତି ନା ଆମର ମହାପୁରୁଷ ମାନେ ଆମକୁ ଉଦ୍ଧାର କରିଛନ୍ତି। ସେମାନେ ଆମମାନଙ୍କୁ ସ୍ୱାଧୀନ କରିବା ପାଇଁ ବହୁତ ଗାଳି ଗୁଲଜ ମାଡ଼ ଗାଳି ଏବଂ ବାଧା ବିଘ୍ନ ସହିକି ଆମକୁ ବହୁତ ବହୁତ ଧନ୍ୟବାଦ।